ଜୟ ଜଗନ୍ନାଥ, ଜୟ ଶ୍ରୀରାମ। ପ୍ରଭୁଙ୍କର ଆନନ୍ଦ ନ ଆସିଲେ ଆପଣ କେବେ ଖୁସିରେ ରହିପାରିବେନି। ପ୍ରଭୁ ଦୁଃଖରେ ଥିଲେ ଆପଣ ହିଁ ଦୁଃଖରେ ରହିବେ। ଗୋଟେ କଥା, ଜଣେ ଗୋଟେ ଲୋକ ବସି କଥାବାର୍ତ୍ତା ହେଉଥିଲେ। ମୁଁ ଦେଖିଲି ଗୋଟେ ଗରିବ ଲୋକ ଆଉ ଗୋଟେ ପଇସାବାଲା ଲୋକକୁ କି ପ୍ରକାର ବ୍ୟବହାର କରୁଥାଏ, ମୁଁ ଆଜି ଶିଖିଲି। ଦୁନିଆରେ ମୁଁ ବହୁତ ଲେଟ୍ରେ ଶିଖିଲି, ବୁଝିଲି। ଆଜ୍ଞା, ଗରିବ କାହା କୁହନ୍ତି ଜାଣିଛନ୍ତି? ଗରିବ ହେଉଛି ମଣିଷର ଦୁର୍ବଳ, ପୁରା ତଳ ଭାବନା ବା ଦୁଃଖ ପ୍ରକାଶ ହେଉଛି, ସେଇଟା ହେଉଛି ଗରିବ। ପଇସାବାଲା କାହା କୁହନ୍ତି ଜାଣିଛନ୍ତି? ଯେତେ ମନ ଖୁସି, ପରିବର୍ତ୍ତନ ରହିବେ, ଚଞ୍ଚଳ ରହିବେ, ଆଉ ଯେତେ ମିଛ କହିବେ, ଆପଣଙ୍କ କତି ଧନ ବର୍ଷା ହେଉଥିବ। ଲୋକଙ୍କୁ ଫତୁଆ ବନେଇବା ଯେଉଁ କଥାର ଅଛି, ସେଇଟା ହେଉଛି ଧନବାନ। ମିଛ ଯେତେ ଲୋକ ଦେଖନ୍ତୁ, ବଡ଼ ବଡ଼ ସବୁ ଲୋକ ସବୁ ମିଛ କହିବେ, ମୁଁ ଏଠି ଥିଲି, ସେଠି ଥିଲି, ଏଇଟା ନୁହଁ ସେଇଟା, କିନ୍ତୁ ସିଏ ତା କାମ ହାସଲ କରିନେବ ମିଛ କହିକି। ଆପଣ କରିପାରିବେନି, ଆପଣ ଦୁର୍ବଳତା ହେଲେ ନା କ'ଣ ମୁଁ ଗରିବ। କେଉଁ ବାବା, କେଉଁ ମନ୍ତ୍ର ତନ୍ତ୍ର ଯଦି ଆଜି ସେମାନେ ଠିକ୍ ଥାନ୍ତେ, ସେମାନେ କାହିଁ ତଳେ ଚାଳ ବଳେ ରହୁଛନ୍ତି? ତ ବହୁତ କୋଟିପତି ହେଇଯାଆନ୍ତି। ବିରୁଭାଇ ଅମ୍ବାନୀକି ବି ଦାବି ଦିଅନ୍ତି, ତାକୁ ବି ତଳେ ପକାଇ ଦିଅନ୍ତି। କାହିଁ କରିପାରୁନାହାନ୍ତି? ନା, ମନ ଦିଲ୍ ଯେଉଁ କହନ୍ତି ନା, ଦିଲ୍ ଖୋଲା ଥିଲେ ଯେତେ ମନ ଆନନ୍ଦ ଖୁସିରେ ରହିବେ, ସେ ଧନ ଲକ୍ଷ୍ମୀ ଆପଣଙ୍କ କତିରେ ରହିବେ। ଆଉ ଯେତେ ଦରିଦ୍ର ଦୁଃଖତାରେ ତୁମେ ପ୍ରକାଶ କରୁଥିବ ମନୋଭାବନାକୁ, ସେତେ ଗରିବ ହିଁ ରହିବ। ଖୋଲିଦିଅ ମନକୁ। କେଉଁ ବାବା ଏଗାରା କହିବେନି, ନା କେଉଁ ପଣ୍ଡିତ ଏଗାରା ବୁଝେଇବେନି, ସତ କହିବେନି। କହୁଛନ୍ତି, ଗୋଟେ ଗୋଟେ ଲୋକ ସତ କହନ୍ତି, କିନ୍ତୁ ତାକୁ ମଣିଷ କେବେ ଆଗ୍ରହ କରନ୍ତିନି ସେ କଥାକୁ, ଥଟ୍ଟା ପରିହାସ କରନ୍ତି। ଆଉ ଏଇଟା ଜୀବନ ସତ କଥା, ହକିକତ କଥା କହିଲେ କେହି ତାକୁ ଗ୍ରହଣ କରିବେନି, ହଁ ନା ନାହିଁ? କିନ୍ତୁ ଦୁନିଆରେ ମୁଁ ଦେଖିଲି, ଦୁଃଖ ଆଉ ସୁଖ ଦୁଇଟା ମୁଁ ବିଷୟରେ ଆଜି ଶିଖିଲି ଆଉ ଜାଣିଲି। ମୁଁ ଆପଣଙ୍କୁ ବି କହୁଛି, ଗରିବ ହେଉଛି ନିଜର ହୃଦୟ ମନୋଭାବନାକୁ ଦୁର୍ବଳତା ଯିଏ କରେ, ନିଜେ ଯେ କଥା କହିବା ଶିଖିନଥିବ, ଯିଏ ସଦାବେଳେ ଦୁର୍ବଳତାରେ ରହିବ, ସେ ହେଉଛି ଗରିବ। ଯିଏ ଆପଣଙ୍କୁ ଯଦି କଥା କହି କାଟି କାଟି ଯାଉଥିବ, ସେଟା ଆଗକୁ ବଢ଼ିଯାଉ ତ ଆଉ ବିଶେଷ କିଛି କହିବିନି। ଜୟ ଜଗନ୍ନାଥ। ଏ ଗୋଟେ ମୁଣ୍ଡରେ ଆସିଲା, ଆଉ ଚିନ୍ତା କଲି ଏଇଟା ଠିକ୍। କେହି ଆପଣଙ୍କୁ ସଠିକ୍ ଶିକ୍ଷା ଦେବେନି। ନିଜ ବୁଦ୍ଧିରେ ଯେତେ ଘାସ କାଟିବ, ସେତେ ଖାଇବ। ଜୟ ଜଗନ୍ନାଥ।